ଓହୋ! ଏଇ କାହାଣୀ କେତେ ହୃଦୟସ୍ପର୍ଶୀ। ମୁଁ ମଧ୍ୟ ଏଇ କାହାଣୀଟିକୁ ବହୁତ ଭଲ ପାଏ। ଏହା ଏକ କୁକୁରର ବିଶ୍ୱସ୍ତତାର ଏକ ସୁନ୍ଦର କାହାଣୀ ଥିଲା। ସମସ୍ତଙ୍କୁ ନମସ୍କାର। ଆଶାଭରା ନାରୀର ଆଉ ଏକ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। 1924 ମସିହାରେ ହିଡେସବୁର ଉଏନୋ ନାମକ ଜଣେ ପ୍ରଫେସର ହାଚିକୋ ନାମକ ଏକ ସୁବର୍ଣ୍ଣ ବାଦାମୀ ଅକିତା ପ୍ରଜାତିର ପୋଷା କୁକୁରକୁ ପାଳିଥିଲେ। ଉଏନୋ ଟୋକିଓ ବିଶ୍ୱବିଦ୍ୟାଳୟରେ କୃଷି ବିଜ୍ଞାନର ପ୍ରଫେସର ଥିଲେ। ସେ ଦୀର୍ଘ ସମୟ ଧରି ଏକ ଉପଯୁକ୍ତ ଅକିତା କୁକୁରକୁ ଖୋଜୁଥିଲେ। ସର୍ବୋପରି ହିଡେସବୁର ତାଙ୍କ କୁକୁରକୁ ଭଲ ପାଉଥିଲେ ଏବଂ ତାଙ୍କୁ ପୁଅ ଭଳି ତାର ଯତ୍ନ ନେଉଥିଲେ। ହାଚିକୋ ବଡ଼ ହେବା ସହିତ ସେ ପ୍ରତିଦିନ ସକାଳେ କେନ୍ଦ୍ରୀୟ ଟୋକିଓର ଶିବୁଆ ରେଳ ଷ୍ଟେସନରେ କାମ କରିବାକୁ ତା ମାଲିକ ଯିବା ସମୟରେ ତାଙ୍କୁ ଛାଡ଼ିବା ପାଇଁ ଯିବାର ଆରମ୍ଭ କରିଥିଲା। ଅପରାହ୍ନରେ ହାଚିକୋ କାମରୁ ଫେରିବା ପରେ ଷ୍ଟେସନରେ ତାଙ୍କ ମାଲିକଙ୍କୁ ନେବା ପାଇଁ ପୁଣି ଆସୁଥିଲା ଏବଂ ଏହି ଯୋଡ଼ି ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଜାରି ରଖିଥିଲେ। ହାଚିକୋ ସାଧାରଣତଃ ଶିବୁଆ ଟ୍ରେନ୍ ଷ୍ଟେସନର ପ୍ରସ୍ଥାନ ଦ୍ୱାରରେ ବସି ତାଙ୍କ ପ୍ରିୟ ମାଲିକଙ୍କୁ ଅପେକ୍ଷା କରୁଥିଲା। ହାଚିକୋ ଜନ୍ମ ହେବାର 2 ବର୍ଷ ପରେ ମେ ମାସ 21 ତାରିଖ 1925 ପରେ ପ୍ରଫେସର ଉଏନୋ ଆଉ ଫେରି ନଥିଲେ। ଏହା ଜଣାପଡ଼ିଲା ଯେ ଉଏନୋ ମସ୍ତିଷ୍କ ରକ୍ତସ୍ରାବରେ ପୀଡ଼ିତ ହୋଇଥିଲେ ଏବଂ କାର୍ଯ୍ୟସ୍ଥଳରେ ଅପ୍ରତ୍ୟାଶିତ ଭାବରେ ମୃତ୍ୟୁବରଣ କରିଥିଲେ ଏବଂ ହାଚିକୋ ଅପେକ୍ଷା କରିଥିବା ରେଳ ଷ୍ଟେସନକୁ ଆଉ ଫେରି ନଥିଲେ। ହାଚିକୋ ଉଏନୋ ପରିବାରର ଜଣେ ମାଳୀଙ୍କ ସହିତ ଚାଲି ଯାଇଥିଲା, କିନ୍ତୁ ପ୍ରତ୍ୟେକ ଦିନ ତାର 10 ବର୍ଷର ଦୀର୍ଘ ଜୀବନ ସାରା ହାଚିକୋ ଶିବୁଆ ଷ୍ଟେସନରେ ଅପେକ୍ଷା କରି ରହିଥିଲା। ଷ୍ଟେସନରେ ଅଧିକାଂଶ ଯାତ୍ରୀ ପ୍ରଥମେ ଭାବିଥିଲେ ଯେ ସେ ଗୋଟେ ବୁଲା କୁକୁର ବୋଲି, କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାରିଲେ ଯେ ସେ ତାଙ୍କ ମୃତ ମାଲିକଙ୍କୁ ଅପେକ୍ଷା କରି ପ୍ରତ୍ୟେକ ଦିନ ରେଳ ଷ୍ଟେସନକୁ ଆସୁଛି, ବିକ୍ରେତାମାନେ ତାକୁ କିଛି ଖାଦ୍ୟ ଏବଂ ପାଣି ଦେବା ଆରମ୍ଭ କରିଥିଲେ। ହାଚିକୋକୁ ତାର ମୃତ୍ୟୁ ଉତ୍ତାରେ ଏକ ଶାନ୍ତ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଆୱାମା କବରସ୍ଥାନରେ ସମାଧି ଦିଆଯାଇଥିଲା। ତାର କବରସ୍ଥାନ ତାର ପ୍ରିୟ ମାନବ ସାଥୀ ପ୍ରଫେସର ଉଏନୋଙ୍କ କବର ନିକଟରେ ହିଁ ଅଛି। 1934 ମସିହାରେ ଶିବୁଆ ରେଳ ଷ୍ଟେସନ ସମ୍ମୁଖରେ ହାଚିକୋଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ହାଚିକୋ ପ୍ରତିମୂର୍ତ୍ତି ଟୋକିଓର ସବୁଠାରୁ ଜଣାଶୁଣା ସଭାସ୍ଥାନ ଏବଂ ଏକ ପ୍ରସିଦ୍ଧ ଶିବୁଆର ଲ୍ୟାଣ୍ଡମାର୍କ ଭାବେ ପରିଚିତ। ଓହୋ! ଏଇ କାହାଣୀ କେତେ ହୃଦୟସ୍ପର୍ଶୀ। ମୁଁ ମଧ୍ୟ ଏଇ କାହାଣୀଟିକୁ ବହୁତ ଭଲ ପାଏ। ଏହା ଏକ କୁକୁରର ବିଶ୍ୱସ୍ତତାର ଏକ ସୁନ୍ଦର କାହାଣୀ ଥିଲା। ତେବେ ସ୍ନେହଲତା ଭଉଣୀ, ଆଜିର ଅଧ୍ୟାୟ ମଧ୍ୟକୁ ଯିବା। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଓ ସ୍ନେହଲତା ଭଉଣୀ ଆପଣମାନଙ୍କୁ ଆଜିର ଆଶାଭରା ନାରୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ନମସ୍କାର। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ କିମ୍ବା ପ୍ରାର୍ଥନା ଅନୁରୋଧ ଥାଏ, ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଅଛୁ। ଆପଣ ନିୟମିତ ଆମର ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହିତ ଭଲରେ ଥିବେ। ସ୍ନେହଲତା ଭଉଣୀ, ଆପଣ ହାଚିକୋର କାହାଣୀଟି ଶୁଣିଲା ପରେ ଆପଣ କିଛି କହୁଥିଲେ? ହଁ, କୁକୁରମାନଙ୍କୁ ମଣିଷର ସବୁଠାରୁ ଭଲ ବନ୍ଧୁ କୁହାଯାଏ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବିଶ୍ୱସ୍ତତା ଏବଂ ପ୍ରେମ ବିଷୟରେ ବହୁତ କିଛି ଅଛି ଯାହା ଆମେ ସେମାନଙ୍କଠାରୁ ଶିଖିପାରିବା। ନିଶ୍ଚିତ। ବିଶ୍ୱସ୍ତ କହିବା ବେଳେ ଶବ୍ଦର ଅର୍ଥ ସ୍ନେହ କିମ୍ବା ଆନୁଗତ୍ୟରେ ଅଟଳ ରହିବା। ଅଟଳ ରହିବା? ହଁ, ଅଟଳ ରହିବାର ଅର୍ଥ ହେଉଛି ଦୃଢ଼ ଭାବେ ସ୍ଥିର ରହିବା। ଏହି ଶବ୍ଦ ଯୁଦ୍ଧରୁ ଆସିଛି। ନିଜ ମାଟିରେ ଠିଆ ହୋଇଥିବା ଯୋଦ୍ଧାମାନଙ୍କୁ ବର୍ଣ୍ଣନା କରିବା ପାଇଁ ଏହା ବ୍ୟବହୃତ ହେଉଥିଲା। ସେମାନଙ୍କୁ ସହଜରେ ଘୁଞ୍ଚା ଯାଇ ପାରୁନଥିଲା, ନୁହେଁ କି? ହଁ, ତେଣୁ ମୂଳତଃ ଯିଏ ବିଶ୍ୱସ୍ତ ସେ ନିଜର ଭକ୍ତି, ପ୍ରେମ ଏବଂ ବିଶ୍ୱସ୍ତତାରେ ଦୃଢ଼ ଭାବେ ସ୍ଥିର ରହିଥାଏ। ଆମେ ବିଶ୍ୱସ୍ତତା ଶବ୍ଦକୁ ଏତେ ସାଧାରଣ ଭାବରେ ବ୍ୟବହାର କରୁ, କିନ୍ତୁ ଏହାର ଏତେ ଗଭୀର ଶକ୍ତିଶାଳୀ ଅର୍ଥ ଅଛି। ମୁଁ ଏଥିରେ ରାଜି। ଆପଣ ହୁଏତ ପୂର୍ବରୁ ଅନୁମାନ କରିସାରିଥିବେ ଯେ ଆଜି
ଆମର ଆଲୋଚନାର ବିଷୟବସ୍ତୁ କ'ଣ? ଆଜି ଆମେ ଈଶ୍ୱରଙ୍କ ବିଶ୍ୱସ୍ତତା ଉପରେ ଧ୍ୟାନ ଦେବା। ଏହାର ଅର୍ଥ କ'ଣ ଏବଂ ଆମେ କାହିଁକି ଏହାକୁ ଧରି ରଖିବା ଉଚିତ ଏହି ବିଷୟରେ ଆଜି ଦେଖିବା। ଆପଣ ଜାଣନ୍ତି, ଯେତେବେଳେ ମୁଁ ହାଇସ୍କୁଲରେ ପଢ଼ୁଥିଲି ସେତେବେଳେ ଡେଭିଡ୍ ନାମକ ଜଣେ ସହପାଠୀ ଥିଲେ। ଡେଭିଡ୍ ଗୋଟିଏ ବିଷୟ ପାଇଁ ଜଣାଶୁଣା ଥିଲେ, ତାହା ଥିଲା ତାଙ୍କର ଉପସ୍ଥିତ। ସେ ସ୍କୁଲର ଗୋଟିଏ ଦିନ ମଧ୍ୟ ହାତଛଡ଼ା କରିନଥିଲେ। ମୁଁ ଜାଣେ ନାହିଁ ଆଜି ଏହା ସ୍କୁଲମାନଙ୍କରେ ଦିଆଯାଏ କି ନାହିଁ, କିନ୍ତୁ ସେତେବେଳେ ସମ୍ପୂର୍ଣ୍ଣ ଉପସ୍ଥିତ ପାଇଁ ଏକ ପୁରସ୍କାର ଦିଆଯାଉଥିଲା। ଡେଭିଡ୍ ଅନେକ ପରିସ୍ଥିତି ଦେଇ ବିଦ୍ୟାଳୟକୁ ଆସୁଥିଲେ। ପାଗ ଭଲ ହେଉ କି ଖରାପ ହେଉ, ଯଦି ସେ ସମ୍ପୂର୍ଣ୍ଣ ସୁସ୍ଥ କିମ୍ବା ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ, ତେବେ ମଧ୍ୟ ଡେଭିଡ୍ ସ୍କୁଲ ଆସିବାରେ ହେଳା କରୁନଥିଲେ। ଯେତେ ଦୂର ମୁଁ ମନେ ପକାଇ ପାରୁଛି, ମୋର 3 ବର୍ଷର ହାଇସ୍କୁଲରେ ଥିବା ସମୟରେ ମୋର ମନେ ନାହିଁ ଯେ ସେ ଗୋଟିଏ ଦିନ ସ୍କୁଲରେ ଅନୁପସ୍ଥିତ ହୋଇଥିଲେ। ସେ ପ୍ରତିଦିନ ଉପସ୍ଥିତ ହେବା ପାଇଁ ତାଙ୍କର ଦୃଢ଼ ଆନୁଗତ୍ୟ ପାଇଁ ଜଣାଶୁଣା ହୋଇଥିଲେ। ବାଃ, ମୁଁ ଭାବୁଛି ଯେ ମୁଁ କେବେ ସ୍କୁଲ କିମ୍ବା କଲେଜରେ ସଠିକ୍ ଉପସ୍ଥାପନ ପାଇପାରି ନାହିଁ। ଡେଭିଡ୍ଙ୍କ ବିଷୟରେ ଚିନ୍ତା କରିବା ଏବଂ ପ୍ରତିଦିନ ବିଦ୍ୟାଳୟକୁ ଆସିବା ପାଇଁ ତାଙ୍କର ପ୍ରତିବଦ୍ଧତା ଯାହା ହେଉନା କାହିଁକି ମୋତେ ଚିନ୍ତା କରିବାକୁ ବାଧ୍ୟ କରୁଥିଲା ଯେ ଏକମାତ୍ର ଯାହା ଉପରେ ଆମେ ନିର୍ଭର କରିପାରିବୁ ସେ ହେଉଛନ୍ତି ପରମେଶ୍ୱର। ଏହା ସତ୍ୟ। ଈଶ୍ୱର ଆମ ଜୀବନରେ ପ୍ରତିଦିନ ରୁହନ୍ତି, ଯାହା ହେଉନା କାହିଁକି। ଆଜି ସକାଳେ ତୁମର ବିଶ୍ୱସ୍ତତା ମହାନ ବା ଗ୍ରେଟ୍ ଇଜ୍ ଦାଇ ଫେଥଫୁଲନେସ୍ ଗୀତଟି ମୋର ମୁଖ ଏବଂ ହୃଦୟରେ ପ୍ରତିଧ୍ୱନିତ ହେଉଥିଲା। ସକାଳୁ ଉଠିବା ସମୟରେ ମୋ ହୃଦୟରେ ଏକ ଗୀତ ସହିତ ଉଠିବା ମୋ ପାଇଁ ଅସ୍ୱାଭାବିକ ନୁହେଁ, ଏହା ପ୍ରାୟତଃ ଘଟେ। ଏହା ମୋର ପ୍ରିୟ ଗୀତ ଏବଂ ମୁଁ ଭାବୁଛି ଆମର ଦର୍ଶକଙ୍କ ପାଇଁ ମଧ୍ୟ ନିଶ୍ଚିତ ଥିବ। ଯଦି ଆପଣ କେବେ ଏହି ଗୀତର ଶବ୍ଦଗୁଡ଼ିକୁ ପଢ଼ିଛନ୍ତି, ତେବେ ଆପଣ ଅନୁଭବ କରିବେ ଯେ ପ୍ରଥମ ପଦରେ ତାଙ୍କ ବାକ୍ୟରେ ପ୍ରକାଶିତ ଈଶ୍ୱରଙ୍କ ବିଶ୍ୱସ୍ତତା ବିଷୟରେ କୁହାଯାଇଛି। ଦ୍ୱିତୀୟ ପଦ ଆମକୁ ସୃଷ୍ଟିରେ ପ୍ରକାଶିତ ଈଶ୍ୱରଙ୍କ ବିଶ୍ୱସ୍ତତା ବିଷୟରେ କହୁଛି ଏବଂ ତୃତୀୟ ପଦ ଆମ ଜୀବନରେ ପ୍ରକାଶିତ ଈଶ୍ୱରଙ୍କ ବିଶ୍ୱସ୍ତତା ବିଷୟରେ ମନେ ପକାଉଛି। ହଁ, ବର୍ତ୍ତମାନ ଆମେ ଯେଉଁ ଆହ୍ୱାନ, ପରୀକ୍ଷା କିମ୍ବା ନିରାଶାକୁ ସାମ୍ନା କରୁଛୁ, ଏହି ଗୀତ ଆମକୁ ମନେ ପକାଇ ଦିଏ ଯେ ଈଶ୍ୱରଙ୍କ ପ୍ରତିଜ୍ଞା ଗୁଡ଼ିକ ସତ୍ୟ। ସେ କଦାପି ପରିବର୍ତ୍ତନ ହୁଅନ୍ତି ନାହିଁ। ତାଙ୍କର ଦୟା କଦାପି ଶେଷ ହୁଏ ନାହିଁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ଭଲ ଅପେକ୍ଷା ଆହୁରି ଅଧିକ। ଏହା ମହାନ। ମୋ ଜୀବନରେ ଅନେକ ବିଷୟରେ ନିଶ୍ଚିତ ନୁହେଁ, କିନ୍ତୁ ଏହା ହେଉଛି ଗୋଟିଏ ବିଷୟ ଯାହା ମୁଁ ନିଶ୍ଚିତ, ତାହା ହେଉଛି ଈଶ୍ୱର ବିଶ୍ୱସ୍ତ। ବାଇବେଲର ପ୍ରାୟ ପ୍ରତ୍ୟେକ କାହାଣୀ ଆମମାନଙ୍କୁ ଈଶ୍ୱରଙ୍କ ବିଶ୍ୱସ୍ତତା ଦେଖାଇଥାଏ। ଅବ୍ରାହମଙ୍କ ଠାରୁ ଆରମ୍ଭ କରି ରୁଥ ଏବଂ ପାଉଲଙ୍କ ପର୍ଯ୍ୟନ୍ତ ପୁରାତନ ଏବଂ ନୂତନ ନିୟମ ତାଙ୍କ ସେବା କରୁଥିବା ଲୋକମାନଙ୍କ ଉପରେ ଈଶ୍ୱରଙ୍କର ହସ୍ତ ଦର୍ଶାଇଥାଏ। ପୁଣି ତାଙ୍କର ବିଶ୍ୱସ୍ତତା ଅନନ୍ତ। ମୁଁ ମୋ ଜୀବନରେ ତାଙ୍କର ବିଶ୍ୱସ୍ତତା ଅନେକ ଥର ଦେଖିଛି। ମୁଁ ଅନ୍ୟ ଲୋକଙ୍କ ଜୀବନରେ ମଧ୍ୟ ତାଙ୍କର ବିଶ୍ୱସ୍ତତାକୁ ଦେଖିଛି। ଆମେ ଅସୁବିଧା ମଧ୍ୟରେ ଥିବାବେଳେ ଈଶ୍ୱର କେତେ ବିଶ୍ୱସ୍ତ ତାହା ଭୁଲିଯିବା ଆମ ପାଇଁ ସହଜ। କିନ୍ତୁ ପ୍ରତ୍ୟେକ ଦିନ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ, କାରଣ ଆମେ ନ ଦେଖିଲେ ମଧ୍ୟ ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି। ଈଶ୍ୱର ସର୍ବଦା ବିଶ୍ୱସ୍ତ ଥିଲେ, ଅଛନ୍ତି ଏବଂ ରହିବେ ମଧ୍ୟ। ପରମେଶ୍ୱର କୌଣସି ଚମତ୍କାର କରିବା ପରେ କିମ୍ବା ସେମାନଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିବା ପରେ ଇସ୍ରାଏଲର ଲୋକମାନେ ପ୍ରସ୍ତର ସ୍ତମ୍ଭମାନ ସ୍ଥାପନ କରୁଥିଲେ। ସେମାନଙ୍କ ପାଇଁ ଏହା ପରମେଶ୍ୱରଙ୍କ ବିଶ୍ୱସ୍ତତାର ଏକ ଭୌତିକ ଅନୁସ୍ମାରକ ଥିଲା, ଯାହା ସତ୍ୟ ବୋଲି ସେମାନେ ଜାଣିଥିଲେ ତାହା ଧରି ରଖିବାର ଏକ ଉପାୟ, ଯଦିଓ ସନ୍ଦେହ ସେମାନଙ୍କୁ ଅନ୍ୟଥା କହିବାକୁ ଚେଷ୍ଟା କରିଥିଲା। ଆମେ ମଧ୍ୟ କେଉଁଠି ଈଶ୍ୱରଙ୍କ ବିଶ୍ୱସ୍ତତା ଦେଖିଛୁ କିମ୍ବା ଅନୁଭବ କରିଛୁ, ତାହା ଲିପିବଦ୍ଧ କରିବା ଆବଶ୍ୟକ। ଯେତେବେଳେ ଆମେ ପଛକୁ ଚାହିଁ ବିତି ଯାଇଥିବା ସମୟକୁ ଦେଖୁ, ଈଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବା। ଜୀବନର ବ୍ୟସ୍ତତାରେ ଆମେ ଆମ ପ୍ରତି ଈଶ୍ୱରଙ୍କ ବିଶ୍ୱସ୍ତତାକୁ ସହଜରେ ଭୁଲି ପାରିବା। ଠିକ୍ କଥା। ଆମ ଚାରିପାଖରେ ଏତେ ପରିବର୍ତ୍ତନ ଘଟୁଥିବା ବେଳେ ଆମେ ଅନେକ ସମୟରେ ବିଶ୍ୱାସ କରୁ ଯେ ଈଶ୍ୱରଙ୍କ ବିଶ୍ୱସ୍ତତା ମଧ୍ୟ ବଦଳି ଯାଇଛି। ଏହା ହେଉଛି ସେ ସମୟ ଯେତେବେଳେ ଆମେ ପ୍ରତିଦିନ ନିଜକୁ ମନେ ପକାଇ ଦେବା ଆବଶ୍ୟକ ଯେ ଯଦିଓ ଜୀବନ ବଦଳିଥାଏ, ଈଶ୍ୱରଙ୍କ ବିଶ୍ୱସ୍ତତା କଦାପି ପରିବର୍ତ୍ତନ ହୁଏ ନାହିଁ। ବିଶ୍ୱସ୍ତ ହେବା ଏପରି କିଛି ନୁହେଁ ଯାହା ଈଶ୍ୱର ଆମ ପ୍ରତି କରନ୍ତି,
କିମ୍ବା କେବଳ ପ୍ରଦର୍ଶନ କରନ୍ତି, ସେ ସ୍ୱୟଂ ବିଶ୍ୱସ୍ତ। ସେ ଚାହିଁଲେ ମଧ୍ୟ ଆମ ପ୍ରତି ବିଶ୍ୱସ୍ତ ରହିବା ବନ୍ଦ କରିପାରିବେ ନାହିଁ, କାରଣ ଏହା ତାଙ୍କ ସ୍ୱଭାବର ଅଂଶବିଶେଷ, ଏହା ତାଙ୍କ ଚରିତ୍ରରେ ରହିଛି। ଗୀତ ସଂହିତା 37 ପର୍ବର 3 ପଦ ଆମ୍ଭମାନଙ୍କୁ ଏହା ସ୍ମରଣ କରାଇ ଦିଏ ଯେ ଯେତେବେଳେ ଲେଖକ କହନ୍ତି, ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର, ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗମୀ ହୁଅ। ଯେତେବେଳେ ଆମ ଈଶ୍ୱରଙ୍କ ବିଶ୍ୱସ୍ତତା ଉପରେ ଆମେ ଧ୍ୟାନ ଦେଇଥାଉ ଏବଂ ଏହାକୁ ଆମ ହୃଦୟକୁ ପୋଷଣ କରିବାକୁ ଦେଇଥାଉ, ସେତେବେଳେ ତାଙ୍କ ଉପରେ ଆମର ବିଶ୍ୱାସ ଏବଂ ଆସ୍ଥା ବୃଦ୍ଧି ପାଇଥାଏ। ଯେତେବେଳେ ଆମେ ଭଲ କାମ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁ, ଆମର ଚିନ୍ତାଧାରା ଆମେ ପସନ୍ଦ କରୁନଥିବା ପରିବର୍ତ୍ତନ ଉପରେ ସ୍ଥିର ରହିବ ନାହିଁ। ଜୀବନର ଏକ କଠିନ ଋତୁରେ ବିଷୟଗୁଡ଼ିକ ପୂର୍ବ ପରି ହେଉ ବୋଲି ଆମର ମନକୁ ଇଚ୍ଛା କରିବାକୁ କିମ୍ବା ନିରୁତ୍ସାହିତ ଓ ବିଚଳିତ ଅନୁଭବ କରିବାକୁ ଅନୁମତି ଦେବା ପରିବର୍ତ୍ତେ ଆମେ ତାଙ୍କ ଉପରେ ଆମର ବିଶ୍ୱାସ ରଖିପାରିବା ଏବଂ ଶାନ୍ତି ଓ ଆନନ୍ଦ ସହିତ ବଞ୍ଚିପାରିବା। ଗୀତ ସଂହିତା 37 ଅଧ୍ୟାୟର 4 ପଦ କୁହନ୍ତି, ସଦାପ୍ରଭୁଠାରେ ଆନନ୍ଦ କର, ତହିଁରେ ସେ ତୁମର ମନବାଞ୍ଛା ପୂର୍ଣ୍ଣ କରିବେ। ଈଶ୍ୱରଙ୍କ ସହିତ ସନ୍ତୁଷ୍ଟ ହେବାର ଅର୍ଥ ହେଉଛି ଆମ ଜୀବନର ଋତୁ କିମ୍ବା ଆମେ ସମ୍ମୁଖୀନ ହେଉଥିବା ପରିବର୍ତ୍ତନ ନିର୍ବିଶେଷରେ ଆମ ହୃଦୟ ତାଙ୍କଠାରେ ଶାନ୍ତି ଏବଂ ପୂର୍ଣ୍ଣତା ପାଇଥାଏ। ଯେତେବେଳେ ଆମେ ପଛକୁ ଚାହିଁ ଦେଖିବା ଯେ ଅତୀତରେ ସେ କିପରି ବିଶ୍ୱସ୍ତ ଏବଂ ବିଶ୍ୱାସଯୋଗ୍ୟ ଥିଲେ, ଯାହା ଆମକୁ ଆନନ୍ଦିତ କରେ, ଆମେ ଭଲ ଭାବରେ ବିଶ୍ୱାସ କରିପାରିବା ଯେ ସେ ବର୍ତ୍ତମାନ ଏବଂ ଭବିଷ୍ୟତରେ ମଧ୍ୟ ବିଶ୍ୱସ୍ତ ରହିବେ। ସିରାକ୍ୟୁସ୍ ରାଜା ଜଣେ ଅତ୍ୟାଚାରୀ ରାଜା ଥିଲେ। ଡାମନ ନାମକ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ପରେ ସେ ତାଙ୍କୁ ଶେଷ ଥର ପାଇଁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଥିଲା ଯେ ଯଦି ସେ ଫେରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ତାଙ୍କ ସର୍ବୋତ୍ତମ ବନ୍ଧୁ ଫିଣ୍ଟିଆନ୍ସକୁ ଫାଶୀ ଦିଆଯିବ। ଫାଶୀ ଦେବାର ଦିନ ପାଖେଇ ଆସୁଥିଲା ଏବଂ ଡାମନ ଆଉ ଫେରି ଆସିବାର କିଛି ଖବର ନଥିଲା। ରାଜା ସେତେବେଳକୁ ଫିଣ୍ଟିଆନ୍ସକୁ ଭେଟିବାକୁ ଗଲେ ଏବଂ କହିଲେ, ତୁମେ ଜଣେ ମୂର୍ଖ, ନିଜ ବନ୍ଧୁଙ୍କ ବଦଳରେ ନିଜ ଜୀବନ ଦେବା ପାଇଁ ରାଜି ହେଲ। ଫିଣ୍ଟିଆନ୍ସ ଉତ୍ତର ଦେଲେ, ମୋର ବନ୍ଧୁ ଜଣେ ସମ୍ମାନିତ ବ୍ୟକ୍ତି ଏବଂ ସେ ଫେରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ତଥାପି ମୁଁ ଆଶା କରୁଛି ଏବଂ ପ୍ରାର୍ଥନା କରୁଛି ଯେ ଯଦି କୌଣସି କାରଣରୁ ସେ ଫେରି ପାରିବେ ନାହିଁ, ତାଙ୍କ ସ୍ଥାନରେ ମରିବାକୁ ମୁଁ ରାଜି। ତାହା ମୋ ପାଇଁ ସମ୍ମାନର ବିଷୟ ହେବ। ଶୀଘ୍ର ସେହି ଦିନ ଆସି ପହଞ୍ଚିଲା ଏବଂ ତଥାପି ଡାମନଙ୍କର କୌଣସି ଖବର ନଥିଲା। ଫିଣ୍ଟିଆନ୍ସଙ୍କୁ ମଞ୍ଚକୁ ନିଆଯାଇଥିଲା। ସେଠାରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ କହିଥିଲେ ଯେ ସେ କେତେ ଖୁସି ଯେ ସେ ତାଙ୍କ ବନ୍ଧୁଙ୍କ ଜୀବନ ମୁକ୍ତ କରିପାରିବେ। ହଠାତ୍ ଭିଡ଼ ପଛରୁ ଏକ ବଡ଼ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ଡାମନ ଠିକ୍ ସମୟରେ ସମ୍ମୁଖକୁ ଯିବା ନିମନ୍ତେ ଭିଡ଼ ମଧ୍ୟ ଦେଇ ଆସୁଥିବା ଦେଖାଗଲା। ଫିଣ୍ଟିଆନ୍ସ ନିରାଶ ହେଲେ ଏବଂ ରାଜାଙ୍କୁ କହିଲେ, ସେ ତାଙ୍କ ବନ୍ଧୁକ ପାଇଁ ମରିପାରିବେ ନାହିଁ, ତେବେ ସେ ତାଙ୍କ ବନ୍ଧୁକ ସହିତ ମୃତ୍ୟୁବରଣ କରିବେ। ଏହାର ଅନୁମତି ଦିଆଯାଉ। ଏବଂ ରାଜା ବିଶ୍ୱସ୍ତତାର ଏହି ପ୍ରଦର୍ଶନରେ ଏତେ ଅଭିଭୂତ ହୋଇଥିଲେ ଯେ ସେ ଉଭୟଙ୍କୁ କ୍ଷମା କରିଦେଇଥିଲେ। ଦ୍ୱିତୀୟ ବିବରଣ 7 ଅଧ୍ୟାୟର 9 ପଦରେ ଏହା ଲେଖାଯାଏ, ଏହା ତୁ ଜାଣ ଯେ ସଦାପ୍ରଭୁ ତୁମ ପରମେଶ୍ୱର, ସେ କେବଳ ପରମେଶ୍ୱର, ସେ ବିଶ୍ୱସନୀୟ ପରମେଶ୍ୱର। ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷାକାରୀ ଅଟନ୍ତି। ଅନେକ ବିଷୟ ଆମ ଜୀବନରେ ଘଟିବ ଯାହା ଆମ ନିୟନ୍ତ୍ରଣ ବାହାରେ, କିନ୍ତୁ ଆମ ଜୀବନରେ ଈଶ୍ୱରଙ୍କ ବିଶ୍ୱସ୍ତତା ପାଇଁ ଆମେ ଧନ୍ୟବାଦ ଦେବା, ଜାରି ରଖିବା ଉଚିତ। ଆମେ କିପରି ଅନୁଭବ କରୁ କିମ୍ବା ଆମେ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ତାହା ସତ୍ତ୍ୱେ ଈଶ୍ୱର ଆମ ପ୍ରତି କିଭଳି ବିଶ୍ୱସ୍ତ ଅଛନ୍ତି, ତାହା ଉପରେ ଆମେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ଜୀବନ ଭଲ ଲାଗୁନଥିଲେ ମଧ୍ୟ ଈଶ୍ୱର ଆମ ଜୀବନରେ ବିଶ୍ୱସ୍ତ ରହିବାର ଉପାୟକୁ ଆମେ କିପରି ଚିହ୍ନଟ କରିପାରିବା? ଏହା ଏକ ଉତ୍ତମ ପ୍ରଶ୍ନ। ମୁଁ ଭାବୁଛି ସବୁଠାରୁ ସରଳ ଉପାୟ ହେଉଛି ମନେ ରଖିବା ଯେ ଈଶ୍ୱର କିପରି ବିଶ୍ୱସ୍ତ ଭାବରେ ଆମକୁ ଯୋଗାଇ ଦେଉଛନ୍ତି। ଏହି ବାକ୍ୟ କେତେ ସୁନ୍ଦର ଭାବରେ ଆମକୁ କୁହେ, ଯାହା ଫିଲିପିଓ ପୁସ୍ତକ ତାର 4 ଅଧ୍ୟାୟର 19 ପଦରେ ଲେଖା ଅଛି। ପୁଣି ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମମାନଙ୍କର ପ୍ରତ୍ୟେକ ଅଭାବ ସେ ପୂରଣ କରିବେ।
ଏହା ଠିକ୍। ଯେତେବେଳେ ଆମେ ଅନୁଭବ କରୁ ଯେ ଜୀବନ ଅସହିଷ୍ଣୁ ହୋଇଯାଉଛି, ଆମେ ନିଜକୁ ମନେ ପକାଇ ଦେବା ଆବଶ୍ୟକ ଯେ ଈଶ୍ୱର ଆମ ଆବଶ୍ୟକତାକୁ ପୂରଣ କରନ୍ତି। ଆମେ ଚାହୁଁଥିବା ସମସ୍ତ ବିଷୟ ଆମ ପାଖରେ ନ ଥାଇପାରେ, କିନ୍ତୁ ଆମର ଆବଶ୍ୟକ ସମସ୍ତ ବିଷୟ ଆମ ପାଖରେ ଅଛି। ଜୀବନରେ ଏପରି କିଛି ଋତୁ ଅଛି ଯେଉଁଠାରେ ଆମେ ନିଜକୁ ପଚାରି ପାରିବା, ମୁଁ ଏହାକୁ କିପରି କରିବି, ମୁଁ ବଞ୍ଚିବି କିପରି। ଆମେ ଆର୍ଥିକ, ଆବେଗିକ କିମ୍ବା ଆଧ୍ୟାତ୍ମିକ ଦୃଷ୍ଟିରୁ ଚାପଗ୍ରସ୍ତ ଅନୁଭବ କରିପାରୁ। ଈଶ୍ୱର ଆମର ଯତ୍ନ ନେବେ, କାରଣ ସେ ତାଙ୍କ ପିଲାମାନଙ୍କର ଯତ୍ନ ନିଅନ୍ତି। ଏପରି ସମୟ ଅନେକ ଥର ଆସିଛି ଯେତେବେଳେ ମୁଁ ଜାଣିପାରୁନଥିଲି ଯେ ମୁଁ ମୋର ସମସ୍ତ ବିଲ୍ କିପରି ପରିଶୋଧ କରିବି, କିନ୍ତୁ ଈଶ୍ୱର ସମ୍ବଳ ପ୍ରଦାନ କରିଥିଲେ ଏବଂ ଏକ ଉପାୟ ତିଆରି କରିଥିଲେ। ଏଠାରେ କଥାଟି ହେଉଛି, ଈଶ୍ୱରଙ୍କ ବ୍ୟବସ୍ଥା କେବଳ ଭୌତିକ ସମ୍ପତ୍ତି ମଧ୍ୟରେ ସୀମିତ ନୁହେଁ। ସେ ଆମକୁ ମାନସିକ ଶାନ୍ତି, ସାହସ, ନବୀକରଣ, ନିର୍ଦ୍ଦେଶ, ବିଶ୍ରାମ ଏବଂ ଆଶା ପ୍ରଦାନ କରିବେ। ସବୁଠାରୁ ବଡ଼ ଶିକ୍ଷା ଯାହା ଆମେ ଶିଖିପାରିବା ତାହା ହେଉଛି ପ୍ରାର୍ଥନା କରିବା। ତାଙ୍କ ଉପରେ ଆମର ଯତ୍ନ ନେବାର ଭାର ଏବଂ ଆତ୍ମସମର୍ପଣ କରିବା ଦ୍ୱାରା ଈଶ୍ୱରଙ୍କ ଉପରେ ଅଧିକ ନିର୍ଭର କରିବା। ଆମେ କମ୍ ଆତ୍ମନିର୍ଭରଶୀଳ ଏବଂ ଅଧିକ ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ହେବା ଆବଶ୍ୟକ। ଫିଲିପିଓଙ୍କ ପତ୍ର 1 ପର୍ବ 6 ପଦରେ କୁହାଯାଇଛି, କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ। ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ଯେତେବେଳେ ଆମେ ଜୀବନର ଚିନ୍ତା ଦ୍ୱାରା ଭାରାକ୍ରାନ୍ତ ହେଉ, ଈଶ୍ୱର ଆମକୁ ଉନ୍ନତ କରିବେ ଏବଂ ଉତ୍ସାହିତ କରିବେ। ଏହା କେତେ ଆଶ୍ଚର୍ଯ୍ୟଜନକ ନୁହେଁ କି? ହଁ, ନିଶ୍ଚିନ୍ତ। କେବଳ କଳ୍ପନା କରନ୍ତୁ ଯେ ଯେତେବେଳେ ଆମେ ତ୍ୟାଗ କରିବାକୁ କିମ୍ବା ଅଭିଭୂତ ହେବାକୁ ଅନୁଭବ କରୁ, ଫିଲିପିଓ ପୁସ୍ତକ 4 ଅଧ୍ୟାୟ 13 ପଦ ଆମମାନଙ୍କୁ ସ୍ମରଣ କରାଇ ଦିଏ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ସବୁ କିଛି କରିପାରିବା, ଯିଏ ଆମ୍ଭମାନଙ୍କୁ ଶକ୍ତି ଦିଅନ୍ତି। ଲେଖାଯାଏ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ମା ଭାବରେ ଏମିତି କିଛି ଦିନ ଆସେ ଜୀବନରେ ଯେତେବେଳେ ଆମେ ଅନୁଭବ କରୁ ଯେ ସବୁ କିଛି କରିବା ପାଇଁ ଦିନରେ ପର୍ଯ୍ୟାପ୍ତ ସମୟ ନାହିଁ। ଆମେ ଆମ ପିଲା, ପରିବାର, କାମ କରିବା ଏବଂ ସମ୍ଭବତଃ ପରିଚର୍ଯ୍ୟାରେ ସେବା କରିବା ମଧ୍ୟରେ ସନ୍ତୁଳନ ରଖିଥାଉ। ଯେଉଁ ମୁହୂର୍ତ୍ତରେ ଆମେ ଭାରାକ୍ରାନ୍ତ ଅନୁଭବ କରୁ, ସେହି ମୁହୂର୍ତ୍ତରେ ଈଶ୍ୱରଙ୍କ ବାକ୍ୟ ଆମକୁ ଉତ୍ସାହିତ କରିଥାଏ ଏବଂ ଆମକୁ ସ୍ମରଣ କରାଇଥାଏ ଯେ ପ୍ରତ୍ୟେକ ନୂତନ ଦିନ ହେଉଛି ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ରଖିବା ଏବଂ ଆମର ପରିସ୍ଥିତିକୁ ସମର୍ପଣ କରିବା ଉପରେ ଧ୍ୟାନ ଦେବା ପାଇଁ ପୁନର୍ବାର ଆରମ୍ଭ କରିବାର ଆଉ ଏକ ସୁଯୋଗ। ଈଶ୍ୱର ମଧ୍ୟ ଆମମାନଙ୍କୁ ଶକ୍ତିଶାଳୀ କରିବାରେ ବିଶ୍ୱସ୍ତ ଅଟନ୍ତି। 2 କରିନ୍ଥିୟ ପୁସ୍ତକ 12 ଅଧ୍ୟାୟ 9 ପଦରେ କୁହାଯାଏ, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋର ଦୁର୍ବଳତାରେ ଦର୍ପ କରିବି। ବେଳେବେଳେ ଜୀବନ ଆମକୁ ଭାରାକ୍ରାନ୍ତ କରେ ଏବଂ ପାଲ ପବନରେ ଧକ୍କା ଖାଇଲା ପରି ଆମକୁ ଲାଗେ। ଆମେ ସମସ୍ତେ ଏପରି ଋତୁ ଅନୁଭବ କରିଛୁ ଯେଉଁଠାରେ ଆମ ନିଜ ଶକ୍ତି କ୍ଷୀଣ ହୋଇଯାଏ ଏବଂ ଆମେ ଦୁର୍ବଳ ଅନୁଭବ କରୁ, କିନ୍ତୁ ଆମ୍ଭର ଦୁର୍ବଳତା ମଧ୍ୟରେ ଈଶ୍ୱରଙ୍କ ଶକ୍ତି ଦୃଢ଼ ହୋଇଥାଏ। ଈଶ୍ୱର ଆମକୁ ଶକ୍ତି ଦେବେ। ଯେତେବେଳେ ଆମେ ଅନୁଭବ କରୁ ଯେ କେହି ବୁଝନ୍ତି ନାହିଁ ଏବଂ ଆମେ ଏକୁଟିଆ, ଈଶ୍ୱର ଆମ ପାଇଁ ଏକ ସମ୍ପ୍ରଦାୟର ସମର୍ଥନ ପ୍ରଦାନ କରିବେ। ଆମ ସମ୍ପ୍ରଦାୟର ଜଣେ ବନ୍ଧୁ ଏକ ଛୋଟ ଗୋଷ୍ଠୀ କିମ୍ବା ଏକ ପରିବାରର ସଦସ୍ୟ ହୋଇପାରନ୍ତି। ଆମେ ଏକା ନୁହଁ ବୋଲି ଆମକୁ ଉତ୍ସାହିତ କରିବା ଏବଂ ମନେ ପକାଇବା ପାଇଁ ଈଶ୍ୱର ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ବ୍ୟବହାର କରନ୍ତି ଏବଂ କଥା ମଧ୍ୟ କୁହନ୍ତି। ପୁରାତନ ନିୟମ 2 ରାଜାବଳୀ ପୁସ୍ତକରେ ଆମେ ଇଲିଶାଙ୍କ ବିଷୟରେ ପଢ଼ିପାରିବା, ଯିଏକି ଇସ୍ରାଏଲ ପାଇଁ ଈଶ୍ୱରଙ୍କ ଜଣେ ଭବିଷ୍ୟଦ୍ବକ୍ତା ଥିଲେ। ଇଲିଶା କର୍ମିଲ ପର୍ବତ ଏବଂ ଏହାର ଆଖପାଖରେ ସେବା କରୁଥିଲେ। ତାହା ଏକ ଫଳପ୍ରଦ କୃଷି ଉପତ୍ୟକା। ଜିସ୍ରେଲର ସମତଳ ଭୂମିର ପଶ୍ଚିମ ପାର୍ଶ୍ୱରେ ଏହି ଉପତ୍ୟକାରେ କର୍ମିଲ ପର୍ବତଠାରୁ ପ୍ରାୟ 20 ମାଇଲ ଦୂରରେ ସୁନେମ ନାମକ ଏକ ଛୋଟ ଗ୍ରାମରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ତାଙ୍କ ଘର ନାଜରିଥ ଠାରୁ ବେଶୀ ଦୂରରେ ନଥିଲା, ଯେଉଁଠାରେ ଯୀଶୁ ଶହ ଶହ ବର୍ଷ ପରେ ବାସ କରିଥିଲେ। ଏହି ସୁନେମିଆ ମହିଳା ଏବଂ ତାଙ୍କ ସ୍ୱାମୀ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିଥିଲେ ଏବଂ ତାଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଆଗ୍ରହୀ ଥିଲେ।
ଯଦିଓ ସେମାନେ ଅନେକ ଇସ୍ରାଏଲ ଲୋକଙ୍କ ଦ୍ୱାରା ଘେରି ରହିଥିଲେ, ଯେଉଁମାନେ ନିଜ ଈଶ୍ୱରଙ୍କ ପରିବର୍ତ୍ତେ ପ୍ରତିମା ଗୁଡ଼ିକୁ ପୂଜା କରିବାକୁ ପସନ୍ଦ କରୁଥିଲେ। ଈଶ୍ୱର ସୁନେମିଆ ପରିବାରର ବିଶ୍ୱାସକୁ ସମ୍ମାନିତ କରିଥିଲେ। ଯେତେବେଳେ ସେ ସେମାନଙ୍କ ସହରକୁ ଆସିଲେ, ସେମାନଙ୍କୁ ଇଲିଶାଙ୍କ ମାଧ୍ୟମରେ ତାଙ୍କ ବାକ୍ୟର ଉତ୍ତର ଦେବାକୁ ସୁଯୋଗ ଦେଇଥିଲେ। ଏପରିକି ସେମାନେ ଇଲିଶାଙ୍କୁ ଆତିଥ୍ୟ ଦେବା ପାଇଁ ଏକ ସ୍ୱତନ୍ତ୍ର କୋଠରୀ ନିର୍ମାଣ କରିଥିଲେ। ଦିନେ ଇଲିଶା ସୁନେମକୁ ଗଲେ ଏବଂ ସେଠାରେ ଜଣେ ଧନୀ ମହିଳା ଥିଲେ, ଯିଏ ତାଙ୍କୁ ଭୋଜନ ପାଇଁ ରହିବାକୁ ଅନୁରୋଧ କରିଥିଲେ। ତେଣୁ ଯେତେବେଳେ ବି ସେ ଆସନ୍ତି ଖାଇବା ପାଇଁ, ସେଠାରେ ସେ ଅଟକି ଯାଆନ୍ତି। ସେ ତାଙ୍କ ସ୍ୱାମୀଙ୍କୁ କହିଲା, ମୁଁ ଜାଣେ ଯେ ଏହି ବ୍ୟକ୍ତି ଯିଏ ବାରମ୍ବାର ଆମ ପାଖକୁ ଆସନ୍ତି, ସେ ଈଶ୍ୱରଙ୍କର ଜଣେ ପବିତ୍ର ବ୍ୟକ୍ତି। ଚାଲନ୍ତୁ ଛାତ ଉପରେ ଏକ ଛୋଟ କୋଠରୀ ତାଙ୍କ ପାଇଁ ତିଆରି କରିବା ଏବଂ ସେଥିରେ ତାଙ୍କ ପାଇଁ ଏକ ଶଯ୍ୟା, ଏକ ଟେବୁଲ, ଏକ ଚେୟାର ଏବଂ ଏକ ଦୀପ ରଖିବା। ତାପରେ ଯେତେବେଳେ ସେ ଆମ ପାଖକୁ ଆସିବେ, ସେ ସେଠାରେ ରହିପାରିବେ। କି ଦୟାଳୁ ଉଦାର ପରିବାର! କିନ୍ତୁ ସୁନେମର ସେହି ମହିଳାଙ୍କ ଏକ ବିଶେଷ ଆବଶ୍ୟକତା ଥିଲା। ତାଙ୍କ ସ୍ୱାମୀ ବୃଦ୍ଧ ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନଥିଲେ। ଜଣେ ଉତ୍ତରାଧିକାରୀଙ୍କ ବିନା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ସହାୟତାର କୌଣସି ମାଧ୍ୟମ ନଥିଲା। ତେଣୁ ପରମେଶ୍ୱର ଇଲିଶାଙ୍କ ମାଧ୍ୟମରେ ତାଙ୍କୁ ଏକ ପୁତ୍ର ସନ୍ତାନର ପ୍ରତିଶ୍ରୁତି ଦେଲେ। ସେ ଜନ୍ମ ହେବା ସମୟରେ ତାଙ୍କ ପାଇଁ କେତେ ଆନନ୍ଦଦାୟକ ଥିଲା। କିଛି ବର୍ଷ ପରେ ପିଲାଟି ଅସୁସ୍ଥ ହୋଇ ମରିଗଲା। କିନ୍ତୁ ସେହି ମହିଳା ଭୟର ବଶବର୍ତ୍ତୀ ହୋଇନଥିଲେ। ମହିଳା ଜଣକ ତାଙ୍କ ପୁଅକୁ ହରାଇବାର ବିପଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେ ତାଙ୍କ ପୁଅକୁ ଇଲିଶାଙ୍କ ଶଯ୍ୟା ଉପରେ ରଖିଲେ। ତାପରେ ସେ ଇଲିଶାଙ୍କୁ ଖୋଜିଲେ, ଯିଏକି ପରମେଶ୍ୱରଙ୍କ ମୁଖପାତ୍ର ଏବଂ ଲୋକମାନଙ୍କ ପାଇଁ ପ୍ରତିନିଧି ଥିଲେ। ସେ ଅନ୍ୟ କାହା ପାଖକୁ ଯାଇନଥିଲେ। ଯେତେବେଳେ ସେ ଇଲିଶାଙ୍କୁ ପାଇଲେ, ସେ ତାଙ୍କ ସହିତ ତାଙ୍କ ଘରକୁ ଫେରିବା ପାଇଁ ତାଙ୍କୁ ଅନୁରୋଧ କଲେ। ଇଲିଶା ପ୍ରାର୍ଥନା କଲେ ଏବଂ ସଦାପ୍ରଭୁ ବାଳକକୁ ସୁସ୍ଥ କଲେ। ଆଉ କିଛି ବର୍ଷ ପରେ ପରମେଶ୍ୱର ଇଲିଶାଙ୍କ ମାଧ୍ୟମରେ ଏକ ବାର୍ତ୍ତା ପଠାଇ ସୁନେମିଆ ସ୍ତ୍ରୀ ଲୋକଟିକୁ ତାଙ୍କର ବିଶ୍ୱସ୍ତତା ଦେଖାଇଲେ। ଏଥର ଏହା ଏକ ପରାମର୍ଶ ଥିଲା ଯେ ଦୁର୍ଭିକ୍ଷ ପୂର୍ବରୁ ସେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ତାପରେ ଇଲିଶା ଯେଉଁ ସ୍ତ୍ରୀ ଲୋକର ପୁତ୍ରକୁ ପୁନର୍ଜୀବିତ କରିଥିଲେ, ତାଙ୍କୁ କହିଲେ, ତୁମ୍ଭର ପରିବାରବର୍ଗ ସହିତ ଯାଅ, ତୁମ୍ଭର ସାମର୍ଥ୍ୟ ଅନୁସାରେ କିଛି ସମୟ ରୁହ, କାରଣ ସଦାପ୍ରଭୁ ଏହି ଦେଶରେ 7 ବର୍ଷ ପର୍ଯ୍ୟନ୍ତ ଦୁର୍ଭିକ୍ଷ ହେବାର ଆଜ୍ଞା ଦେଇଛନ୍ତି। ସ୍ତ୍ରୀ ଲୋକଟି ପରମେଶ୍ୱରଙ୍କ ଦାସଙ୍କ କଥା ଅନୁସାରେ କାମ କଲା। ସେ ଓ ତାର ପରିବାର ଯାଇ ପଲିଷ୍ଟିଆମାନଙ୍କ ଦେଶରେ 7 ବର୍ଷ ରହିଲେ। ପ୍ରତ୍ୟେକ ପରିସ୍ଥିତିରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଦେଇଥିବା ପ୍ରତିଜ୍ଞା ଗୁଡ଼ିକରେ ବାଇବଲ ପରିପୂର୍ଣ୍ଣ। ଯଦି ଆମେ ପ୍ରତ୍ୟାଖ୍ୟାନ କିମ୍ବା ପରିତ୍ୟକ୍ତ ଅନୁଭବ କରୁ, ଈଶ୍ୱରଙ୍କ ବାକ୍ୟ କହେ, ମୁଁ ତୁମ୍ଭକୁ କଦାପି ଛାଡ଼ିବି ନାହିଁ କିମ୍ବା ପରିତ୍ୟାଗ କରିବି ନାହିଁ। ଦ୍ୱିତୀୟ ବିବରଣୀ 31 ପର୍ବର 6 ପଦରେ ଲେଖାଯାଏ। ଯେତେବେଳେ ଆମେ ଅନୁଭବ କରୁ ଯେ ଆମେ ଉଦ୍ଦେଶ୍ୟ ଖୋଜୁଛୁ, ଜେରେମିୟ 29 ପର୍ବର 11 ପଦ ଆମ୍ଭମାନଙ୍କୁ ଉତ୍ସାହିତ କରେ ଯେ ଆମ୍ଭମାନଙ୍କ ପାଇଁ ଈଶ୍ୱରଙ୍କ ଯୋଜନା ଆମ୍ଭମାନଙ୍କୁ ସମୃଦ୍ଧ କରିବା ନିମନ୍ତେ ଏବଂ ଆମର କ୍ଷତି କରିବା ପାଇଁ ନୁହେଁ। ଏହି ସମସ୍ତ ଶାସ୍ତ୍ର ପ୍ରତିଧ୍ୱନିତ କରେ ଯେ ଈଶ୍ୱର ଆମ ପାଇଁ ଗଭୀର ଭାବରେ ଯତ୍ନ ନିଅନ୍ତି। ଏହି ବାକ୍ୟ ଆମକୁ ଉତ୍ସାହିତ କରିବା ପାଇଁ ଏବଂ ଆମର ଶକ୍ତିର ଉତ୍ସ ହେବା ପାଇଁ ଲେଖାଯାଇଅଛି। ମୁଁ ଖୁସି ଯେ ଈଶ୍ୱର ତାଙ୍କ ପ୍ରତିଜ୍ଞା ଗୁଡ଼ିକୁ ଭୁଲନ୍ତି ନାହିଁ। ସେ ତାଙ୍କ କଥା ରଖନ୍ତି। ଯେତେବେଳେ ସେ ପ୍ରତିଜ୍ଞା କରନ୍ତି, ସେ ତାହା ପୂରଣ ମଧ୍ୟ କରିବେ। ପରମେଶ୍ୱରଙ୍କ ବିଶ୍ୱାସ କେତେ ସୁଦୃଢ଼। ଗୀତ ସଂହିତା 85 ଅଧ୍ୟାୟ 8 ପଦରୁ 11 ପଦରେ ଏହା କୁହାଯାଇଛି। ସଦାପ୍ରଭୁ ପରମେଶ୍ୱର ଯାହା କହିବେ ତାହା ଆମେ ଶୁଣିବୁ, କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ। ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ, ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ। ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି। ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି। ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି। ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି, ପୁଣି ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି। ଯଦିଓ ପରମେଶ୍ୱର ସର୍ବଦା ବିଶ୍ୱସ୍ତ, ସେ ମଧ୍ୟ ଆଶା କରନ୍ତି ଯେ ଆମେ
ତାଙ୍କ ପ୍ରତି ବିଶ୍ୱସ୍ତ ହେବା। ଆମ୍ଭ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ସେବା ଈଶ୍ୱରଙ୍କ ଶାନ୍ତି ନିରନ୍ତର ଏବଂ ଶକ୍ତିଶାଳୀ ମାତ୍ରାରେ ଆଣିଥାଏ। କେବଳ ଈଶ୍ୱର ହିଁ ଏଭଳି ଶାନ୍ତି ଦେଇପାରିବେ। মন চিন্তা কি পাই সৃষ্টিকর্তা চিন্তুଛନ୍ତି নিত্য ମୋ ପାଇଁ মন চিন্তা কি পাই সৃষ্টিকর্তা চিন্তুଛନ୍ତି নিত্য ମୋ ପାଇଁ। যে মতে করিলে সৃষ্টি রখিଛନ୍ତି দয়া দৃষ্টি দিবানিশি মোর প্রতি জাড়ই মুহি সৃষ্টিকর্তা চিন্তুଛନ୍ତି নিত্য ମୋ ପାଇଁ। ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ଆସନ୍ତୁ ପ୍ରାର୍ଥନା କରିବା। ଶାନ୍ତିମୟ ରାଜା ପ୍ରିୟ ପ୍ରଭୁ ଯୀଶୁ, ତୁମ ପବିତ୍ର ମହାନାମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ଆଜି ଆମମାନଙ୍କୁ ତୁମେ ସୁନ୍ଦର ଶିକ୍ଷା ଦେଲ। ବିଶ୍ୱସ୍ତତା ଜୀବନରେ କିଭଳି ଶାନ୍ତି ଆନନ୍ଦ ଆଶୀର୍ବାଦ ଆଣିଥାଏ। ପବିତ୍ର ପିତା, ଏହି ବାକ୍ୟକୁ ତୁମେ ନିଶ୍ଚୟ ଆମମାନଙ୍କୁ ପ୍ରତି ସମୟରେ କଥା କହୁଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ପ୍ରଭୁ ଜୀବନରେ ବିଶ୍ୱସ୍ତତା ହେବା ଦ୍ୱାରା ଆମେ ଜୀବନରେ ନିଶ୍ଚୟ ଆଶୀର୍ବାଦ ଲାଭ କରିପାରିବୁ। ତେଣୁ ପ୍ରଭୁ ଏ ବାକ୍ୟର କର୍ମ କରିବା ପାଇଁ ମୋତେ ପୁଣି ଶୁଣୁଥିବା ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ନିଶ୍ଚୟ ପ୍ରତ୍ୟେକ ଜୀବନରେ ତୁମେ ମଙ୍ଗଳ କର। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ତୁମ ପବିତ୍ର ନାମରେ ମାଗିଲୁ, ଆମେନ୍। ତେବେ ପ୍ରିୟ ଦର୍ଶକ ବନ୍ଧୁ, ବର୍ତ୍ତମାନ ତ ଆମର ସମୟ ଶେଷ ହୋଇଗଲାଣି। ଆଶା କରୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ଆଶାଭରା ନାରୀର ପ୍ରତ୍ୟେକ ପ୍ରିୟ ଦର୍ଶକ ବନ୍ଧୁଙ୍କୁ ଆଜି ଆମ ସହିତ ଯୋଗ ଦେଇଥିବାରୁ ଧନ୍ୟବାଦ। ଆମେ ଆଶା କରୁଛୁ ଆପଣ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆମମାନଙ୍କର ଏହି କାର୍ଯ୍ୟକ୍ରମ ୟୁଟ୍ୟୁବରେ ମଧ୍ୟ ଉପଲବ୍ଧ ଅଛି। ଆପଣ ଯେଉଁ ସମୟରେ ମଧ୍ୟ ଏହାକୁ ଦେଖିପାରିବେ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବୁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, ଇସ୍ରାଏଲମାନେ ପଥରଗୁଡ଼ିକ କାହିଁକି ସ୍ଥାପନ କରୁଥିଲେ? ଏ. ସେମାନଙ୍କ ନେତାମାନଙ୍କୁ ସମ୍ମାନ ଜଣାଇବା ପାଇଁ। ବି. ଈଶ୍ୱରଙ୍କ ବିଶ୍ୱସ୍ତତାକୁ ସ୍ମରଣ କରିବା ପାଇଁ। ସି. ସେମାନଙ୍କର ସୀମା ଚିହ୍ନଟ କରିବା ପାଇଁ। ଡି. ଯୁଦ୍ଧରେ ବିଜୟର ଉତ୍ସବ ପାଳନ କରିବା ପାଇଁ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କନ୍ଧମାଳରୁ ରମାକାନ୍ତ ମଲ୍ଲିକ।